ସମସ୍ତେ ଶ୍ରୀ ସତ୍ୟନାରାୟଣ ଆମର ଇଷ୍ଟ ଦେବତା ନାମରେ ଏ ସଂକଳ୍ପ ପତ୍ରକୁ ପାଠ କରିବାକୁ ଯାଉଛେ। ଆର ଯାହା ବିଧି ବ୍ୟବସ୍ଥା ଅଛି ଆମେ ସମସ୍ତେ ନିଶ୍ଚୟ ପାଳନ କରିବା ବୋଲି ସହମତି ହବା। ପ୍ରଭୁଙ୍କୁ ପ୍ରଥମେ ସ୍ମରଣ କରିବା, ତାପରେ ଆମେ ଏହାକୁ ପଢିବା। ଉତ୍କଳୀୟ ପ୍ରାଚୀନ ପାଲା ସୁରକ୍ଷା ଅଭିଯାନ ସଂକଳ୍ପ ପତ୍ର ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ନିଜକୁ ମନେ କରି ପରିଷଦର ସମ୍ବିଧାନକୁ ଯଥେଷ୍ଟ ସମ୍ମାନ ପୂର୍ବକ ପରିଷଦ ସହ ଜଡ଼ିତ ହୋଇ ଆମର କାର୍ଯ୍ୟ ସମ୍ପାଦନ କରିବା। ଆମମାନଙ୍କର ଇଷ୍ଟ ଦେବତା ପାଲାର ଆରାଧ୍ୟ ଠାକୁର ଶ୍ରୀମନ୍ ଶ୍ରୀ ସତ୍ୟନାରାୟଣଙ୍କ ପଦରେ ପୁନର୍ସମର୍ପିତ ହୋଇ ଭାବ ଭକ୍ତି ବିଶ୍ୱାସ ପୂର୍ବକ ଶ୍ରୀ ସତ୍ୟନାରାୟଣ ନାମ ପ୍ରଚାରକ ଭାବରେ ନିଜକୁ ମନେ କରିବା। ନିଶା ସେବନ ଠାରୁ ଦୂରେଇ ରହିବା ଅଥବା କୌଣସି ପରିସ୍ଥିତିରେ ନିଶା ସେବନ କରି ମଞ୍ଚ ପ୍ରବେଶ କରିବା ନାହିଁ। ମଞ୍ଚ ବଞ୍ଚିଲେ ପାଲା ବଞ୍ଚିବ। ପାଲା ମଞ୍ଚର କର୍ମକର୍ତ୍ତା ମାନଙ୍କୁ ଯଥୋଚିତ ସମ୍ମାନ ଦେବା ସହ ଅଗ୍ରିମ ପାଇଥିବା ମଞ୍ଚକୁ ମିଥ୍ୟା ଆଳ ଦେଖାଇ ଠକିବା ନାହିଁ। ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ପାଲା ଏକମାତ୍ର ମାଧ୍ୟମ। ପାଲା ପରିବେଷଣରେ ଆମ ପୂର୍ବସୂରୀ ମାନଙ୍କୁ ଅନୁକରଣ କରି ପାଲାର ପରମ୍ପରାକୁ ଭଗ୍ନ ନ କରି ପାଲାର ମର୍ଯ୍ୟାଦା ରକ୍ଷା କରିବା। କପୋଳ କଳ୍ପିତ କିମ୍ବୁତ କିମ୍ବାକାର ଶାସ୍ତ୍ରସମ୍ମତ ହୋଇନଥିବା ଆଖ୍ୟାୟିକାକୁ ପରିବେଷଣ କରି ଜନମାନସକୁ ବିଭ୍ରାନ୍ତିକର ତଥ୍ୟ ଦେବା ନାହିଁ। ପ୍ରତିପକ୍ଷ ପରିବେଷଣ କଲେ ଆମେ ତାର ଦୃଢ଼ ବିରୋଧ କରିବା। ଆମ ସାଥୀ ସହକର୍ମୀ ପାଳିଆ ଗାୟକ ମାନଙ୍କର ପ୍ରାପ୍ୟ ସଠିକ ଭାବରେ ପ୍ରଦାନ କରିଦେବା। ପାଲା ପରିବେଷଣରେ ପ୍ରତିପକ୍ଷକୁ ଶାସ୍ତ୍ରସମ୍ମତ ସମାଲୋଚନା ପୂର୍ବକ ପରିବେଶିତ ବିଷୟବସ୍ତୁକୁ ସମ୍ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବା। ଅସୂୟା ଭାବ ପ୍ରକାଶ କରିବା ନାହିଁ। ବିଶ୍ୱକୁମ୍ଭ ପୟୋମୁଖ ଆଚରଣରୁ ଦୂରେଇ ରହିବା। ପରସ୍ପର ସହଯୋଗରେ ପାଲା କଳାକୁ ଲୋକାଦୃତ କରାଇବା। ଜୟ ସତ୍ୟନାରାୟଣ, ଜୟ ପାଲା କଳା।